আরে শোন না, তু কোন স্কুল যাবনি? স্কুল টাইম হয়েছি, জলদি বাহারে। না না মামা ମୁଁ ଭାବୁଛି ଆଜି ସ୍କୁଲ ଯିବିନି। ମୋ ଦେହଟା ପୁରା ଖରାପ ନା, ଜ୍ୱର ଭଳିଆ ଲାଗୁଛି। ମୁଁ ତାହେଲେ ଯାଉଛି ଭାଇକୁ ନେଇକି ବୁଲତେ। ଏ ରହ ରହ ରହ, ଭାଇକୁ ନେଇକି କୁଆଡ଼େ ଯିବୁ? ତୁ ଘରେ ରହିବୁ, ମୁଁ ଯିବି ଆଜି ସପିଂ କରିବା ପାଇଁ। ତୁ ଯେତେବେଳେ ଘରେ ରହୁଛୁ, ମୁଁ ଯାଉଛି ଆଜି ସପିଂ କରିବା ପାଇଁ। ଆଉ ମୋର ଟିକେ ଆସିବାକୁ ଲେଟ୍ ହେବ। ତୁ ଭାତ ରୋଷେଇ କରିକି ରଖିବୁ, କପଡ଼ା ଟପଡ଼ା ସବୁ ଅଛି ଲୁଗାପଟା ସେ ସବୁ ଧୁଆଧୁଇ କରିକି ରଖିବୁ। ଆଉ ଭାଇକୁ ଲକ୍ଷ୍ୟ ରଖିବୁ। ଭାଇର ଯେଉଁ ଲାଟ୍ରିନ୍ କରିବ ସେ ସବୁ ପାଞ୍ଚେଇବାଠୁ ଷ୍ଟାର୍ଟ କରିକି ଯାହା ତାହାର ମାନେ ସବୁ କାମ ସବୁ ତୁ କରିବୁ ହେଲା। ମୁଁ ଯାଉଛି ହେଲା। ମାମା ଏତେ ସାରା କାମ କହିଲେ ନା, ଦେହଟା ଭଲ ନାହିଁ। କେତେ କଷ୍ଟରେ ମୁଁ ବାହାନା କରିଥିଲି, ତାହେଲେ ମାମା କିଛି ଶୁଣିଲେନି। ଏତେ ସାରା କାମ କରିବା ଠାରୁ ତ ଭଲ ମୁଁ ଯାଇକି ସ୍କୁଲରେ ମୋ ସାଙ୍ଗମାନଙ୍କ ସହିତ ଖେଳିବି। ଆଇଡ଼ିଆ। ମାମା ମୁଁ ସ୍କୁଲ ଯାଉଛି ତାହେଲେ। ଆରେ ଆରେ ଶୁଣ, ତୁ କୁଆଡ଼େ ଚାଲିଲୁ? ସ୍କୁଲ। ଓ ତୁ ସ୍କୁଲ ଯାଉଛୁ? ଠିକ ହେଇଗଲା। ଓ ତୋ ଦେହ ତ ଭଲ ହେଇଯାଇଛି, ଜ୍ୱର ବି ଭଲ ହେଇଛି ନୁହେଁ? ହଉ ଠିକ୍ ଅଛି, ଯା। ତ ସାଙ୍ଗମାନେ, ଏଇଟା ହେଲା ମାର ନିଞ୍ଜା ଟେକ୍ନିକ୍। ଯଦି ଆପଣମାନଙ୍କୁ ଭଲ ଲାଗିବ ନିଶ୍ଚୟଇ କମେଣ୍ଟରେ ଜଣାଇବେ।